ଜଣେ ଯୁବତୀ ପାଇଁ ପୁରା ଗାଁ ଆଜି ଯେମିତି ଏଡ୍ସ ଭଳି ମାରାତ୍ମକ ରୋଗର ସାମ୍ନା କରୁଥିଲା। ସ୍ୱାମୀ ମରିଗଲା ପରେ ବିଧବା ହୋଇଯାଇଥିବା ଏହି କମ୍ ବୟସର ସୁନ୍ଦରୀ ମହିଳାଙ୍କ ବିବାହ ଇଟାଭାଟିରେ କାମ କରୁଥିବା ଏହି ଯୁବକ ସହ ଦ୍ୱିତୀୟ ଥର ହୋଇଥିଲା। ସ୍ୱାମୀକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିବା ମହିଳା ସିନା ଦ୍ୱିତୀୟ ବିବାହ କରିଥିଲା, ହେଲେ ସ୍ୱାମୀ ସହ ସମ୍ପର୍କ ରଖିବା ବଦଳରେ ସେ ଯାହା ସହ ସମ୍ପର୍କ ରଖୁଥିଲା ସେ ଏଡ୍ସ ରୋଗରେ ଆକ୍ରାନ୍ତ ହୋଇଯାଉଥିଲା। ଏ ଘଟଣା ଜଣାପଡ଼ିବା ବେଳକୁ ଏ ସୁନ୍ଦରୀ ମହିଳା ଆରପାରିକୁ ଚାଲିଯାଇଥିଲା। ହେଲେ ସେ ବାଣ୍ଟି ଦେଇ ଯାଇଥିବା ରୋଗ ପୁରା ଗାଁର ଯୁବକକୁ ରୋଗିଣା କରିସାରିଥିଲା। ମେଡିକାଲ ଟିମ୍ ଯେତେବେଳେ ଗାଁରେ ପହଞ୍ଚି ଯାଞ୍ଚ କଲେ ସେତେବେଳେ ଆଉ କିଛି ନଥିଲା ଆଜ୍ଞା। ପୁରା ଘଟଣା ଜାଣିବାକୁ ଆସନ୍ତୁ ଆରମ୍ଭ କରିବା ଆଜିର ଏ କାହାଣୀ। ଆପଣ ଦେଖୁଥିବା ଏହି ସୁନ୍ଦରୀ ମହିଳାଙ୍କ ନାଁ ହେଉଛି ଭୁରି। ଭୁରି ଦେଖିବାକୁ ସୁନ୍ଦରୀ ଥିଲା। ଭୁରିର ପରିବାର ଲୋକେ ଭାରି ଗରିବୀ ଥିଲେ ଆଜ୍ଞା। ଭୁରି ସୁନ୍ଦରୀ ଥିଲା ବୋଲି ଭଲ ଜାଗାରେ ବାହା ବି ହେଇଥିଲା। କିନ୍ତୁ ବାହାଘରର କିଛି ଦିନ ପରେ ଭୁରିର ସ୍ୱାମୀ କୋଉ ଏକ ଅଜଣା ରୋଗରେ ଆରପାରିକୁ ଚାଲିଗଲା। ଅନେକ ଦିନ ଏକୁଟିଆ ଜୀବନ କାଟିବା ପରେ ଇଟାଭାଟିରେ କାମ କରୁଥିବା ଏ ଅନାଥ ଯୁବକ ଶୋଭିତ ସହିତ ବାହାଘର ହେବାକୁ ସ୍ଥିର ହୋଇଥିଲା। ଶୋଭିତର ବାପା ମା ଛୁଆବେଳୁ ଶୋଭିତକୁ ଏକୁଟିଆ ଛାଡ଼ି ଆରପାରିକୁ ଚାଲିଯାଇଥିଲେ। ଗାଁ ମୁଖିଆ ସାମ୍ନାରେ ଶୋଭିତ ଓ ଭୁରିର ବାହାଘର ଫାଇନାଲ ହୋଇଥିଲା। ଶୋଭିତ ଭଲ ରୋଜଗାର କରୁଥିଲା, ଆଉ ଭୁରି ଦେଖିବାକୁ ଖୁବ୍ ସୁନ୍ଦରୀ ଥିଲା। ତେଣୁ ଉଭୟ ବାହାଘର ପାଇଁ ରାଜି ହୋଇଯାଇଥିଲେ। ଗାଁରେ ସମସ୍ତଙ୍କ ଉପସ୍ଥିତିରେ ବଡ଼ ଧୁମଧାମରେ ବାହାଘର ବି ହେଲା। ଭୁରି ଆଉ ଶୋଭିତ ଉଭୟଙ୍କୁ ପାଇ ବେଶ୍ ଖୁସି ଥିଲେ। କିଛି ଦିନ ପରେ ଗାଁକୁ ରୋହିତ ନାମକ ଜଣେ ଯୁବକ ଡକୁମେଣ୍ଟାରୀ ପାଇଁ ସର୍ଟ ଫିଲ୍ମ ସୁଟିଂ କରିବାକୁ ଏ ଗାଁକୁ ଆସିଥିଲା। ଯେହେତୁ ଗାଁରେ ରହିବାର ସୁବିଧା ନଥିଲା, କିଛି ଦିନ ପାଇଁ ରହିବାକୁ ଜାଗା ଦେବାକୁ ଗାଁ ମୁଖିଆକୁ ଅନୁରୋଧ କଲା। ଗାଁ ମୁଖିଆ ବି ସିଧା ଶୋଭିତ ଘରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଯେହେତୁ ଗାଁ ମୁଖିଆ ରହିବାକୁ କହିଥିଲେ, ଶୋଭିତ ବି ମନା କରିପାରିନଥିଲା। ସବୁଦିନ ଶୋଭିତ ନିଜ କାମରେ ବାହାରିଯାଏ, ଆଉ ରୋହିତ ବି ନିଜ କାମରେ ବାହାରିଯାଏ। କିନ୍ତୁ ୟାରି ଭିତରେ ରୋହିତ ଆଉ ଭୁରି ଭିତରେ ସମ୍ପର୍କ ନିବିଡ଼ ହୁଏ। ହସ ଖୁସି ମଜା ଭିତରେ ଉଭୟଙ୍କୁ ମନ ଦିଆନିଆ ହୋଇଗଲେ। ଦିନେ ଗାଁ ପାଖ ଜଙ୍ଗଲରେ ରୋହିତ ଆଉ ଭୁରି ବୁଲିବାକୁ ଯାଇ ଶାରୀରିକ ସମ୍ପର୍କ ରଖିଲା ବେଳେ ସେହି ବାଟ ଦେଇ ଆସୁଥିବା କିଛି ଗାଁ ଯୁବକମାନେ ସେମାନଙ୍କ ଏହି କାଣ୍ଡକୁ ଦେଖିଦେଇଥିଲେ। ବାସ୍ ଏଉଠୁ ଆରମ୍ଭ ହେଲା ଅସଲ ଖେଳ। ଯେତେଜଣ ଯୁବକ ରୋହିତ ଆଉ ଭୁରି ସମ୍ପର୍କ ରଖିବା ବେଳେ ଦେଖିଥିଲେ, ସେମାନେ ଭୁରିକୁ ବ୍ଲାକମେଲିଂ କରିବା ଆରମ୍ଭ କରିଦେଇଥିଲେ। ଆଉ କହିଥିଲେ, ତୁ ଆମ ସହ ସମ୍ପର୍କ ରଖ, ନହେଲେ ଆମେ ଗାଁ ମୁଖିଆ ଆଉ ତୋ ସ୍ୱାମୀ ଶୋଭିତକୁ ସବୁ କଥା କହିଦେବୁ। ଭୁରି ଡରିଗଲା, ଆଉ ରୋହିତ ବି ଇଜ୍ଜତ ଯିବା ଭୟରେ ଭୁରିକୁ ସେହି ଯୁବକମାନଙ୍କ ସହ ସମ୍ପର୍କ ରଖିବାକୁ ଅନୁରୋଧ କଲା। ଶେଷରେ ଜଣେ ପରେ ଜଣେ ଭୁରି ସହ ସମ୍ପର୍କ ରଖି ମଜା ନେଇ ଚାଲିଥିଲେ। ଧୀରେ ଧୀରେ ଗାଁରେ ସବୁ ଯୁବକ ଏ ବିଷୟରେ ଜାଣିବାକୁ ପାଇଲେ। ଦେଖୁ ଦେଖୁ ଗାଁର ପ୍ରାୟ ଯୁବକ ଭୁରିକୁ ବ୍ଲାକମେଲିଂ କରି ସମ୍ପର୍କ ରଖିବା ଆରମ୍ଭ କରିଦେଇଥିଲେ। ଏତେ ଜଣଙ୍କ ସମ୍ପର୍କ ରଖିବା ପରେ ଭୁରିର ଦେହ ବିଗିଡ଼ିବାକୁ ଲାଗିଲା। ଭୁରି ହସ୍ପିଟାଲ ଗଲା। ଡାକ୍ତର ପରୀକ୍ଷା କରି ଦେଖିଲେ, ଭୁରି ଦେହରେ ଗୋଟେ କି ଦୁଇଟା ରୋଗ ନୁହେଁ, ବରଂ ଅନେକ ରୋଗ ମାଡ଼ି ବସିଥିଲା। ରୋଗ ପ୍ରତିରୋଧକ କ୍ଷମତା ହରେଇ ସାରିଥିଲା ଏହି ସୁନ୍ଦରୀ ଭୁରି। କୌଣସି ରୋଗ ଭଲ ହେବାର ନାଁ ନେଉନଥିଲା। ଧୀରେ ଧୀରେ ଭୁରି ଅସୁସ୍ଥ ହୋଇଥିଲା, ଆଉ ଏ ଦୁନିଆ ଛାଡ଼ି ଆରପାରିକୁ ଚାଲିଯାଇଥିଲା। ଆଉ ଶେଷରେ ଜଣାପଡ଼ିଥିଲା କି ଭୁରି ଏଡ୍ସ ରୋଗରେ ପୀଡ଼ିତ ଥିଲା। କଥା ଏଇଠି ସରିନଥିଲା ଆଜ୍ଞା। ଭୁରିର ମୃତ୍ୟୁ ପରେ ପୁରା ଗାଁରେ ଚହଳ ପଡ଼ିଗଲା। ଯେଉଁମାନେ ଭୁରି ସହ ସମ୍ପର୍କ ରଖିଥିଲେ ସେମାନଙ୍କ ଭିତରେ ଭାଳେଣି ପଡ଼ିଗଲା। ଜଣେ ଜଣେ ଯାଇ ପହଞ୍ଚି ଯାଇଥିଲେ ମେଡ଼ିକାଲରେ ନିଜର HIV ଟେଷ୍ଟ ପାଇଁ। ହେଲେ ଯିଏ ମେଡ଼ିକାଲ ଟେଷ୍ଟ ପାଇଁ ଗଲା, ରିପୋର୍ଟ HIV ପଜିଟିଭ୍ ଆସିଲା। ମେଡ଼ିକାଲ ଟିମ୍ ଏମିତି କଥା ଜାଣିବା ପରେ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ। ଜିଲ୍ଲା ପ୍ରଶାସନ ଏକଥା ଜାଣିବା ପରେ ମେଡ଼ିକାଲ ଟିମ୍ ନେଇ ସେ ଗାଁରେ ପହଞ୍ଚି ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କଲାବେଳେ ଶେଷରେ ଜଣାପଡ଼ିଲା, ଗାଁରୁ ପ୍ରାୟ 70ରୁ 80 ଜଣ HIV ପଜିଟିଭ୍ ଅଛନ୍ତି। ଖାଲି ସେତିକି ନୁହେଁ ଆଜ୍ଞା, ତା ଭିତରୁ ଅନେକ ବାହା ମଧ୍ୟ ହୋଇସାରିଥିଲେ। ଯେଉଁମାନେ ବାହା ହୋଇସାରିଥିଲେ ସେମାନଙ୍କ ସ୍ତ୍ରୀମାନେ ବି HIV ପଜିଟିଭ୍ ଥିଲେ। ମେଡ଼ିକାଲ ଟିମ୍ ଚିକିତ୍ସା କରିବା ସହିତ ସମସ୍ତଙ୍କୁ ସତର୍କ କରିବାକୁ ନିବେଦନ କରିଥିଲେ। ଖାଲି ସେତିକି ନୁହେଁ, ନିୟମିତ ସେହି ଗାଁକୁ ଡାକ୍ତର ଟିମ୍ ଯାଇ ସମସ୍ତଙ୍କୁ ଚିକିତ୍ସା କରି ଚାଲିଥିଲେ। ଏ ଘଟଣା ଆପଣଙ୍କୁ କାହାଣୀ ଭଳି ଲାଗୁଥିଲେ ବି ଏ ଘଟଣା କିନ୍ତୁ ପୁରା ସତ ଆଜ୍ଞା। ଆଉ ଏମିତି ଏକ ଘଟଣା କେଉଁ ବାହାର ଦେଶ ନୁହେଁ, ବରଂ ଆମ ଭାରତରେ ଏମିତି ଘଟଣା ଦେଖିବାକୁ ମିଳିଥିବା ବେଳେ କାହାଠୁ କିଏ ଏ ରୋଗ ସଂକ୍ରମିତ ହେଲା ତାହା ଜଣାପଡ଼ିନାହିଁ। ଯଦି ଭୁରିଠୁ ସଂକ୍ରମିତ ହୋଇଛି, ତେବେ ଭୁରି ଦେହକୁ କେମିତି ଆସିଲା? ଏମିତିକି ଭୁରିର ସ୍ୱାମୀ ଶୋଭିତ ବି ଏଡ୍ସ ରୋଗରେ ସଂକ୍ରମିତ ହୋଇ ଚିକିତ୍ସା ହେଉଥିବା ବେଳେ ଏମିତି ଏକ ଖବର ପୁରା ଗାଁର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି ଆଜ୍ଞା। ଏମିତି ଏକ ରୋଗ ଯେ କେହି କିଛି କରିପାରିବେନି ଆଜ୍ଞା। ସମସ୍ତେ ଜାଣିଛନ୍ତି ଏହି ଏଡ୍ସ ରୋଗ ପାଇଁ ଆଜି ପର୍ଯ୍ୟନ୍ତ ମେଡ଼ିସିନ ବାହାର ନାହିଁ। କିନ୍ତୁ ସତର୍କ ରହିଲେ ଏହି ରୋଗ କେବେ ଆପଣଙ୍କୁ ହେବନି। ଏ କାହାଣୀକୁ ନେଇ ଆପଣଙ୍କ ମତ ଜଣାଇବା ସହିତ ସମସ୍ତଙ୍କୁ ସଚେତନ କରିବାକୁ ଏ କାହାଣୀକୁ
ଗୋଟେ ସେୟାର ନିଶ୍ଚିତ କରନ୍ତୁ ଆଜ୍ଞା। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।